श्री गणेशाय नमः। ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं चैव ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। श्रीमद्देवी भागवत चतुर्थ अध्याय। आजिर विषय रही ब्रह्मादि देवंकर रमणीत्व प्राप्ति। कमल जो कहती है नारद शुण, एपरी कही भगवान जनार्दन। आस हे आम्भे माने नमी पुनः पुनः, एहांकर निकटे करिबा गमन। निर्भये पद्मपादे स्तव कले जाई, सन्त से बरवा देवे महामाई। द्वारी परिचारिका कले निवारण, द्वारे रही करिबा तास्तव गायन। कहती अब्ज जनी एही परकारे, कहते भगवान आम्भଙ୍କୁ सतरे। आनंद गद गदे आम्भे दुई जण, किछि क्षण सेठारे निश्चल रहिण। प्रियक पुष्प परी रोम टांकुरिला, उठिलु जीवा पाई मानस बଳିला। श्रीहरिको आज्ञारे विमान उठी, सभୟରେ रहिलु द्वार देशे भेटी। द्वार देशे थिबार आम्भଙ୍କୁ देखिण, हसी देई अळप देवी सेहि क्षण। आम्भ तिनि जणଙ୍କୁ भगवती सती, सेहि क्षणी करिले सुरमा स्त्रीमूर्ति। रूपवती जुवती शशुभूषणा हेलु, अतिशय विस्मये निकटे मिलिलु। स्त्रीमूर्ति धरि आम्भे श्रीपद कमले, दण्डायमान होई पडिगलु तळे। भगवती से देवी सप्रेम नयने, अनायीण रहिले आम्भଙ୍କୁ से क्षणे। महादेवी सतींकी करिण प्रणाम, परस्परे श्रीमुख करि निरीक्षण। दण्डायमान होई ताहांक सम्मुखे, रहिलु नारी देशे आम्भेटी सुमुखे। नाना मणिभूषित प्रभाकर प्रभो, महादेवी सतींक पाद पीठ शुभ। सेठारे रही देखि प्रणाम करिण, हे नारद होइलु धन्य भाग्यवान। हजार हजार जे सखी तांकु सेवा, विजार नही करुछन्ति रात्रि दिवा। कौरक्ता धरा होई अछि रक्ताम्बरा, नीलाम्बरा के सती के बा पीतम्बरा। सुभूषण बसने होई सुसज्जिता, परिचर्या करन्ति पार्श्वे देवसुता। नृत्य गीत वीणादि बजाई सुवाद्य, देवी सेवा करन्ति कि परमानंद। अत्यभूत व्यापार देखागला मध्य, कहुछि ताहा शुण बाबू हे नारद। देवीଙ୍କ पाद पद्म नख दर्पणे, ए निखिल ब्रह्मांड ଅଛି କେକ କଣେ
ରହିଅଛି ଦେଖିଲି ସ୍ଥାବର ଜଙ୍ଗମ ବ୍ରହ୍ମା ବିଷ୍ଣୁ ରୁଦ୍ର ଯେ ବାୟୁ ଅଗ୍ନି ସମ ଦିବାକର ଭାସ୍କର ତଷ୍ଟା ଯେ ବରୁଣ କୁବେର ଆଦି ଛନ୍ତି ପୌଲମୀ ରମଣ ଅଛନ୍ତି ସୁପର୍ବାଣ ସୁଅପ୍ସରା ଗଣ ଗୀତ ଗାନ ନିପୁଣ ଯେ ଗନ୍ଧର୍ବ ଗଣ ବିଶ୍ୱବପୁ ସାଗର ପର୍ବତ ଯେ ନଦୀ ଚିତ୍ରକେତୁ ଶ୍ଵେତ ଯେ ଚିତ୍ରାଙ୍ଗଦ ଆଦି ହେ ନାରଦ ଚନ୍ଦ୍ରମା ଥିବାର ଦେଖିଲି ତୁମ୍ଭର ହାହା ହୁ ଅଛନ୍ତି କହିଲି ଅଛନ୍ତି ତ ଅଶ୍ୱିନୀ କୁମାର ଦୁଇ ଜଣ ଅଷ୍ଟବର୍ଷ ଯେ ସାଧ୍ୟ ଗଣ ସିଦ୍ଧ ଗଣ ଅନନ୍ତ ଆଦି ଅଷ୍ଟ ଗଣିତ ଅଛନ୍ତି ପିତୃଗଣ କିନ୍ନର ବ୍ୟାଳ ରହିଛନ୍ତି ରାକ୍ଷସ ଗଣେ ଥିବା କରିଲି ବିଲୋକ ସୁଧାମ ବୈକୁଣ୍ଠ ପୁଣି ବ୍ରହ୍ମାଲୋକ ପର୍ବତୋତ୍ତମ କୈଳାସ ମଧ୍ୟ ଅଛି ଏ ବ୍ରହ୍ମାଣ୍ଡେ ଯାଉଛି ସେ ସମସ୍ତ ଅଛି ପାଦର ନଖଦର କଣେ ଏକ ମାତ୍ର ଏ ଅଖିଳ ବ୍ରହ୍ମାଣ୍ଡ ଦେଖିଲି ସମସ୍ତ ମୋହର ଜନ୍ମ ପଦ୍ମ ଦେଖିଲି ଫୁଟିଛି ତାପରେ ଚତୁର୍ମୁଖ ବ୍ରହ୍ମାଟି ବସିଛି ଅନନ୍ତ ସଜ୍ଜା କରି ଅଛନ୍ତି ଜଗନ୍ନାଥ ଦେଖିଲା ଅଛି ମଧୁ କୈଟଭ ଦୈତ୍ୟ ଦେବୀଙ୍କର ଚରଣ ପଦ୍ମ ନଖ ମଧ୍ୟେ ଏ ଆଶ୍ଚର୍ଯ୍ୟ ବ୍ୟାପାର ଦେଖି ହରି ହୃଦେ ବିସ୍ମୟ ଭୟ ଚିତ୍ତେ ବିଚାରିଲେ କି ଅପର ବ୍ରହ୍ମାଣ୍ଡ ବା ଅଟଇ ଏତିକି ବ୍ରହ୍ମା ବିଷ୍ଣୁ ଶଙ୍କର ବିସ୍ମୟ ହୋଇଲୁ ବିଶ୍ୱର ଜନନୀଏ ବୋଲି ସ୍ଥିର କଲୁ ସୁଧାମୟ ମଙ୍ଗଳମୟ ମଣି ଦୀପେ ଦେଖିଲୁ ଦେବଲୀଳା ନାନାଦି ସ୍ୱରୂପେ ଏପରି ଗତ ହେଲା 7 ବର୍ଷ କାଳ ସହଚରୀ ମାନଙ୍କ ସହିତ କେବଳ ସେଠାରେ ଥିବା ଦେବାଙ୍ଗନା ସଖୀ ମାନେ ଆମକୁ ସଖୀ ବୋଲି ଭାବିଥାନ୍ତି ମନେ ଆମ୍ଭେ ମଧ୍ୟ ତାହାଙ୍କ ରମଣୀୟ ଭାବ ଦେଖିକରି ମୋହିତ ହୋଇଗଲୁ ଭାବ ଅତଏବ ସର୍ବଦା ପରମାନନ୍ଦର ଭାବ ଭାବ ସୁରମ୍ୟ ଦେଖିଲୁ ତାଙ୍କର ଭଗବାନ ଶ୍ରୀକୃଷ୍ଣ ଯୁବତୀ ରୂପରେ ଶ୍ରୀ ଭୁବନେଶ୍ୱରୀଙ୍କି ଏହି ସ୍ତବ କଲେ ଭଗବାନ କହିଲେ ଗୋବିଧାତ୍ରୀ ନମ ପ୍ରକୃତି ଦେବୀଙ୍କୁ ମୋ ସର୍ବଦା ପ୍ରଣାମ ସିଦ୍ଧି ବୁଦ୍ଧି ରୂପିଣୀ ଅଭୀଷ୍ଟ ଦାୟିନୀ ମଙ୍ଗଳମୟୀଙ୍କି ମୁଁ ନମେ ପୁଣି ପୁଣି ସଂସାର ଜନଙ୍କର ସୁପ୍ରିୟ ଜନନୀ ନମୟୀ ଗୋ ସଚ୍ଚିଦାନନ୍ଦ ସ୍ୱରୂପିଣୀ ଆଗମାତ ସୀମ ଜଗତର ଭାବ ସୃଷ୍ଟି ସ୍ଥିତି ସଂହାର କରତିର ଭାବ ତୁମ୍ଭର ସୃଷ୍ଟି ଜୀବ ଗଣେ ତୁମ୍ଭେ ସିନା ଅନୁଗ୍ରহে ବିଗ୍ରହ ଧର ଗଣ ବିନା ভুবনেশ্বরী তুম্ভে নম পুন পুন সর্বত্র অধিষ্ঠান রূপিণী গো নম কুটস্থ শ্রী চৈতন্য স্বরূপানময়ী অর্ধমাত্রা স্বরূপানলেখানময়ী আগমাত সমস্ত বুঝিলি বুঝিলি জগত তুম্ভଠାରେ অছই জাଣିଲି ইচ্ছা হেলে সময়ে କରୁଛ ସଂଜାତ
ବାଳିକା ଖେଳା ପରି କରୁଛ ନିପାତ ଏ ସୃଷ୍ଟି ସର ଯିବା ବିଷୟ ପାର ଶକତି ପ୍ରଭାବ ଗୋ ଶକତି ତୁମ୍ଭର ସୃଷ୍ଟି ସମୟରେ ଆକାଶ ବାୟୁ ରୂପେ ଅମୂର୍ତ୍ତି ଭୂତ ଦ୍ୱୟ ଯେ ସଚ ସ୍ୱରୂପେ ତେଜ ଜଳ ମୃତ୍ତିକା ରୂପ ମୂର୍ତ୍ତି ତ୍ରୟେ ଭୂତ ତ୍ରୟେ ବିକାର ଏ ଅସତ ମାୟେ ଏପରି ସତ ଅସତ ସ୍ୱରୂପେ ଆପଣ ଏ ଅଖିଳ ଜଗତ କରି ସରଜନ ଭଗବାନ ଚୈତନ୍ୟ ରୂପୀ ପୁରୁଷଙ୍କୁ ଦେଖାଅ ତାଙ୍କ ମନୋରଞ୍ଜନ ହେବାକୁ ସାଂଖ୍ୟ ମତ ଭକତ ଷୋଡ଼ଶ ଯେ ତତ୍ତ୍ୱ ମହଦାଦି ଶପଥ ପ୍ରକାର ସତକ୍ତ ଏତତ୍ତ୍ୱଙ୍କରେ ପରିଣତ ହୋଇ ମାଏ ଆମ୍ଭଙ୍କୁ ପ୍ରତ୍ୟହୁ ଇନ୍ଦ୍ରଜାଲ ପ୍ରାଏ ଜନନୀ ଗୋତୁମ୍ଭର ଅଭାବ ପ୍ରଭାବେ ଯେକୌଣସି ବସ୍ତୁଟି ଅପ୍ରକାଶ ଭବେ ଏ ନିଖିଳ ବ୍ରହ୍ମାଣ୍ଡେ ସମଗ୍ର ବ୍ୟାପିଛ ଅତଏବ ପଣ୍ଡିତେ କହନ୍ତି ଏ ସ୍ୱଚ୍ଛ ପରମ ପୁରୁଷ ଯେ ସ୍ୱୟଂ ଶକ୍ତିଙ୍କର ସାହାଯ୍ୟରେ କରନ୍ତି ଏହି ଚରାଚର କର ନିଜ ପ୍ରଭାବେ ସଂସାର ସନ୍ତୋଷ ନିଜ ତେଜ ସମୂହେ କର ତ ବିକାଶ ପ୍ରଳୟରେ ସମଗ୍ର ବିଶ୍ୱ ପ୍ରାୟ କର କେ ଜାଣିବ ଐଶ୍ୱର୍ଯ୍ୟ ଯେ ଲୀଳା ତୁମ୍ଭର ଆଗ ଜନନୀ ମଧୁ କୈଟଭ ସଂହାରୀ ମଣିଦ୍ୱୀପେ ଆଣିଛ ଯାହା ମୋହ କରି ନିଜ ରୂପ ମହତ ପ୍ରଭାବ ଦର୍ଶାଇ ମହାନନ୍ଦ ଦେଇଛ ଆଗ ମହାମାଇ ମୁଁ ବିଷ୍ଣୁ ବ୍ରହ୍ମା ପୁଣି ଆବର ଶଙ୍କର ନ ଜାଣିଲୁ ତୁମ୍ଭର ଚରିତ୍ର ବ୍ୟାପାର ତେବେ ଭବେ କେଉଁ ପଣ୍ଡିତ ବେଟାଟା ଜାଣି ଶୁଣି କହିବ ମହିମା ଛଟାଟା ଆଗ ମହାପ୍ରଭାବଶାଳିନୀ ଭବାନୀ ପଦନଖ ଦର୍ପଣେ ଯା ଦେଖିଲୁ ପୁଣି ଏପରି କେତେ ଅଛି ବ୍ରହ୍ମାଣ୍ଡ ତହିଁରେ କେ ସଂଖ୍ୟାବାନ ତାହା ସଂଖ୍ୟା କରିପାରେ ପ୍ରଦର୍ଶିତ ଭୁବନ ମଧ୍ୟରେ ତୁମ୍ଭର ଦେଖିଲୁ ତ ଅଛନ୍ତି ବ୍ରହ୍ମା ବିଷ୍ଣୁ ହର ଏପରି କେତେ ଛନ୍ତି ତାହା କେ କହିବ ତୁମ୍ଭର ତ ଅନନ୍ତ ମହିମା ସଦ୍ଭାବ ଆଗ ମାତ ଉଭୟ ଚରଣ କମଳେ ପୁନଃ ପୁନଃ ମୁଁ ନମି କହେ ପ୍ରେମ ଭୋଳେ ଆମ୍ଭର ମନ ମଧ୍ୟେ ତୁମ୍ଭର ଏ ରୂପ ରହିଥାଉ ପ୍ରାର୍ଥନା କର ଇ ଅଳପ ତୁମ୍ଭର ନାମାମୃତ ଗୁଣ ଗାଇ ମୁଖେ ରହିଥିବି ମାତ ଗଏ ସଂସାରେ ସୁଖେ ତୁମ୍ଭର ପାଦ ପଦ୍ମ ଯୁଗଳ ଦର୍ଶନ ବିଲୋକନ ସର୍ବଦା କରୁ ମନୟନ ଆପଣାର ପଦ ସେବକ ବୋଲି ମତେ ସ୍ମରଣା କରୁଥିବେ ସର୍ବଦା ସୁଚିତେ ସ୍ୱାମିନୀ ବୋଲି ଯେହ୍ନେ ଥିବ ଆମ୍ଭ ମନେ ସେ ଉପାୟ ବିଧାନ କରନ୍ତୁ ଆପଣେ ଆଗ ମାତ ତୁମ୍ଭର ଆମ୍ଭର ଯେପରି ମାତୃପୁତ୍ର ଭାବଟି ନ ଯାଉ ପାଶୋରି ଆଗ ବିଶ୍ୱ ଜନନୀ ବିଶ୍ୱରେ ଯାଉଛି ସର୍ବଜ୍ଞାତାପଣରେ ତା ଜାଣୁଛି ମୁଁ ଅଧମ ସନ୍ତାନ କିସ ଜଣାଇବି ଇଚ୍ଛା ଯାହା ତା କର ଇଚ୍ଛା moi ଦେବି ବ୍ରହ୍ମା ସୃଷ୍ଟି ସର୍ଜଇ ମୁଁ କରେ ପାଳନ ସଂହାର କଟନ୍ତି ନଗଜାର ମଣ
सत्य किंतु तुम्भर सकति इच्छारे सृष्टि स्थिति प्रलय करुषि नासुरे धरि अछि नाग जगत पृथ्वी धराधर सचि सनंद नाग देवी तुम्भर जे अपर सकति सुसंच धारण करिअछि निखिल प्रपंच आपणक प्रभार प्रभावित पाई प्रभाकर प्रभावे भवे प्रकाशई सहजत निर्गुणा आत्मस्वरूपिणी प्रपंचे ही रूपे प्रकाशित पुणी आपणक प्रभावे आंभर जनम अनित्य ब्रह्मा विष्णु महेश्वर जान इंद्रादि देवगण अटंती अनित्य तुम्भर प्रभावरु ताहांक संजात आपण एका विश्व जननी अटंती निजेटी एका नित्य पुराण प्रकृति भवानी गोमु तुम्भ सन्निकटे थाई आपणक महिमा सर्व जानिलई तुम्भे जदि पुराण पुरुषंकु निजे दयारे ब्रह्म विद्या दियटी सहजे तेबे नित्य स्वरूप बोली जना जानती नतुबा सर्वदा से मोह पाई थांती मु ईश्वर पुरुष प्रभु बोली मने अहंकार से वही थांती महाछने बुद्धिमंत मनुष्यंकर विद्या तुम्भे शक्तिवंत जीवंक सकति तो तुम्भे कीर्तिकांति कमला तुष्टि स्वरूपिणी नरंक मुक्ति प्रदा वैराग्य दायिनी वेद माता गायत्री स्वाहा सुधा तुम्भे त्रिगुणात्मिका अर्ध मात्रा मोक्ष तुम्भे त्रिगुणात्मिका अर्ध मात्रा मोक्ष तुम्भे ब्राह्मण देवंकर सुरक्षा सकाश भगवती शास्त्रादि करिछ प्रकाश पूर्णानवतरंग न्यायर सदृश विमल पूर्ण सनातन ब्रह्मंश जीवत्व पाइछन्ति संसारे अवश्य ताहांक मुख्य हेतु प्रपंच प्रकाश विज्ञान बळे जीव जाने तुम्भ कार्य सृष्टिर स्तुति स्थिति संहार सहज नाटर अभिनय मिथ्याटी जे परी तुम्भर माया लीला अटई से परी जगत नाट गृहे कर अभिनय विरत हुआ भवु जथा नट प्राय आगमात महत विपद नाशिनी आपणक शरणापन्न हेली पुणी मोहमय संसार को पार पार करी रक्षा करिबा हुअतु कृपार राग हिंसा जनित महापीड़ा प्रद बहु दुख जनक अंत काले सद्य रक्षा कर सुरक्षा कर महाविद्ये प्रणाम करे देवी श्री चरण पद्मे भक्त वृंद मानक सुज्ञान दायिनी नमयी मागो शिवे सर्वार्थ दायिनी एही ठारे श्रीदेवी भागवत करे सुमहत पुराण तृतीय स्कंधरे विष्णुप्रोत श्रीदेवी सुस्तोत्र कथन चतुर्थ अध्यायटी होइला संपूर्ण चतुराग चतुर वर्ग प्रदायिनी चतुर्दश ब्रह्मांड पुरर कारिणी चतुर्बाहु श्री हरि शंकर सेविनी चतुर्मथा ब्रह्मांकर ब्रह्मत्व दायिनी
चतुर्थी पुत्र गणेश जे जननी चतुर्वर्ण मानक कारणकारिणी चतुर्थ दुई गुणांग मोर हेले चतुर कृष्ण स्मरी जाऊ प्राण हेले चतुर्विध मुक्ति रे नहीं इच्छा मोर चतुर्पार्श्वे सेवक हेबी कृष्णकर चतुर्थ पंचविध भक्ति कृष्ण पदे उदेहे उत्तृष्णा रे बालाजीर हृदय। पंचम अध्याय ब्रह्माकृत श्री भगवत स्तुति। प्रपंचर ईश्वर पद्मज कहिले पंचशर जन कविरत होइले पंचास्य वाहिनी सम्मुखे सद्भावे पंचशीर शंकर स्तव कले भावे आग देवी श्रीहरि जदि तव अंश जन्मिछन्ति तुम्भर अंशरे लोकेश तम गुण सहित मुहि तुम्भ ठारू जनमन होइबि कह कि हेतुरु सर्वलोक विधान निपुण गोसिबे भूलग्नि पवन आकाश तुम्भे ज्ञानेन्द्रिय कर्म इंद्रिय स्वरूपिणी बुद्धिमान अहंकार तुम्भे पुणी हरिहर ब्रह्मा कर्तुक ए संसारे एहा जे कहे किछि न जाने से नर ब्रह्मा विष्णु महेश तुम्भ ठारू जन्मी चराचर जगत करुछु जननी आगमात जगत जहि शब्द स्पर्शे पवन भूमि बन्ही जला दिया आकाशे पंचमहाभूतरे सृष्टि जेबे हेला तुम्भ कला व्यतीत किपरि स्फुरिला ब्रह्मा विष्णु महेश आकार गढ़ीण चराचर जगते प्रकाश आपण खेला लीला सकाश नाना वेश धरी केउठारे खेलुछ मागो माहेश्वरी केउठारे खेलारु विरत हेउछ तुम्भ हेतु जगत एहा नुहे मिछ लोकेश ऋषिकेश मुहि गोम्बिके जगत सृष्टि इच्छा करिबा मात्रके आपणक चरण कंज धूଳି रूपे मृत्तिकादि निर्माण करू तो समीपे दयावती नहिले तब दया मात रजगुण संभव केन्हे पद्मसुत सतगुण संपन्न हरि हुअन्ते कि तम गुणे संभव मुहोई पारे कि तुम्भ बुद्धि वैषम्य नथिले गोमात जगते हुअन्ते कि जने नाना मत धनी केहि निर्धन राजा मंत्री केहि तब बुद्धि वैषम्य भृत हुए केहि समस्तंकु समान भावे सुखी दुखी न करि पार तांको पाप पुण्य देखी सविशेष दया को हुओ आम्भ ठारे श्री छामुरे जणाऊ अछुतिनि सुरे तुम्भर गुण त्रय सर्वदा जगते सृष्टि स्थिति संहार करिवार अर्थे हरिहर ब्रह्मांकु आपणा इच्छारे कारण रूपे जात करुछ क्रमरे भवानी गो सृष्ट्यादि कार्यटीरे जदि तुम्भ गुण कर्तृत्व नथिले गो भेदी विमाने बसी आम्भे आसीथिलु तिनि नव नव भुवन देखन्तु कि जानी जगत जननी गो निज माया बळे
जगत सृष्टि स्थिति संहार गो बळे निज पति पुरुषे होई न मिलन प्रकृति गो सर्वदा करत रमण तुम्भ लीला कि रूपे बुझिबु गो शिवे आपणक निकटे अछु जुबा भावे आपणक भय कमल चरण अभया गो सेवार्थे करन्तु प्रदान पुरुषत्व पाइले हेब केउ लाभ पाद पद्म बिरते कि सुख मिलिब आगमात तुम्भर पाद पद्म छाड़ी मनुष्य देह पाई आधिपत्य लोड़ी त्रिभुवने मो मन प्रवृत्त नहिब युवती भावे थिबी आपणक ठाव पुरुषत्व भावरे इच्छा सुख नाही पाद पद्म यद्यपि न देखिबि मुहि भवरोग विनाशी पाद पद्म सेवा युवती भावे आंभे पाइछु गो अम्बा ए निर्मल कीरति चिरस्थायी हेउ तुम्भ सेवा करिण रात्रि दिवा जाऊ आपणक छामुरे पद सेवा छाड़ी अकंटक साम्राज्य के पारई लोड़ी तुम्भर पाद पद्म जाने कटे नाही क्षण काल ताहाको जुग परि होई जननी गो छाड़िण पाद पद्म पूजा कठिन तपस्या रे जे मजाए मजा हेले हे से निर्मल मति सुपंडित होई थाए विधिरे विधिरे वंचित हेले हे तप बळे मुक्ति अधिकारी तुम्भरे पराभूत हुए पर परी आगो जे तपरे दम समाधिरे किबा वेद विदित यज्ञानुष्ठान रे संसार को पार होइबा को पार उपाय आउ किछि नाही कपर एकमात्र तुम्भर पाद पद्म सेवा पराग अंगे लेपि मुक्ति भागी हेबा आंभठारे तुम्भर महादया थिले निर्मल मंत्र उपदेश दिय भोले अत्युत्तम अद्भुत नवाक्षर मंत्र जप करी होइबो आंभे सुखी मात्र पूर्व जन्मे से नवाक्षर लभिथिली जननी गोए क्षणी ताहा पासरिली तारिणी गो से मंत्र एबे दान कर संसार को पार करि दियो पार कहती ब्रह्मा शुण हे नारद भोले तेजवंत से शिव ए परिस्तव कले उच्चारण करिण देवी स्पष्ट रूपे नवाक्षर मंत्रटी प्रदानिले आपे महाह्लादित हेले से महादेव महामंत्र पाइबा क्षण करे भाव देवींकर चरण कमले प्रणमी देवींकर समीपे होइण दयिनी काम मोक्ष प्रद जे सुखैश्चर्य बीज नवाक्षर मंत्रटी जप कले हेज परि परि शंकर श्रीलोक शंकर समीपरे थिबार देखि देवींकर महामाया चरण समीपरे रही एही परि कहिली सेही काले मुई तुम्भ तत्व निरूप करणे समर्थ न होई पारंति तो देवादि समस्त सर्वजन विधात्री पूर्ण शक्ति बोली सामान्य
ଯଜ୍ଞ କାର୍ଯ୍ୟ ନ ଲେଖନ୍ତି ଭୁଲି ସ୍ୱାହା ସ୍ୱରୂପିଣୀ ସେ ଅଂଶ ଶକତିଙ୍କୁ ମହାଯଜ୍ଞ ଦେବତା କହନ୍ତି ତାହାଙ୍କୁ ବେଦ ଉକ୍ତ ବଚନ ଭଙ୍ଗି ଛଟା ଭାବେ ସର୍ବଜ୍ଞା ଯେ ତ୍ରିଗୁଣ ଶ୍ରେଷ୍ଠ ଏକା ତୁମ୍ଭେ ଏ ଅଖିଳ ଅଦ୍ଭୁତ ବ୍ରହ୍ମାଣ୍ଡ କରିଛି একমাত্র ব্রহ্মাণ্ডে মু কর্তা হয়েছি ত্রিভুবনে চরাচরে মো অপেক্ষা শক্তিশালী পুরুষ কেহি নাহি দেখা সর্বলোক অতীত ব্রহ্মা মোহি ধন্য এ গর্বর সংসারে সাগরে নিমগ্ন ଆପଣଙ୍କ ଶ୍ରୀପଦ କମଳ ପରାଗ ଗ୍ରହଣ କଲି ଯାହା ଥିଲା କେଉଁ ଭାଗ୍ୟ ଧନ୍ୟ ହେଲି ସେ ଗର୍ବ ସଫଳ ଫଳିଲା ଆପଣଙ୍କ ପ୍ରସାଦେ ଯଥାର୍ଥ ମିଳିଲା ସଂସାର ଉଭୟ ନାଶୀ ମୁକ୍ତି ଦିଅ ତୁମ୍ଭେ ଅତଏବ ଜଣାଉ ସନ୍ନିକଟ ଭାବେ ମହାବିପଦମୟ ମୋହଟି ଛିଣ୍ଡାଅ ଆପଣଙ୍କ ଶ୍ରୀପଦେ ସଦ୍ଭକ୍ତି ଯେ ଦିଅ ଆପଣଙ୍କ ନିର୍ମଳ କମଳ ମହର ଜନମ ହୋଇ ଛିଟିଆ ଘୋଷିବେ ବାର ମୁକ୍ତି ଲାଭ ମୋହର ହେବ କି ପ୍ରକାରେ ଭବାନୀ ଗୋ ଭାବନା କରେ ସେ ହେତୁରେ ଆପଣଙ୍କ ଆଜ୍ଞାକାରୀ ଯେ ଭୃତ୍ୟ ଜନ ସଂସାର ସାଗରରେ ହୋଇଛି ମଗନ ସଂସାର ସାଗରରୁ ମୋତେ କର ରକ୍ଷା ତବ କୃପା ତରଣୀ ଦେଇ ଆଗ ଦକ୍ଷା ଆପଣଙ୍କ ପବିତ୍ର ବିଚିତ୍ର ଚରିତ୍ର ଯେ ଜନ ନ ଜାଣଇ ସେହି ସିନା ମାତ୍ର ଜଗତ ଆଦି ପ୍ରଭୁ ବୋଲି ଆମ୍ଭେ ମାନେ ମନରେ ମଣି ଥାଏ ସେ କୁଚିତ ଜ୍ଞାନେ ଯେ ନର ତୁମ୍ଭ ପାଦ ପଦ୍ମ ସେବା ଛାଡ଼ି ସ୍ୱର୍ଗ ହେତୁ ଯଜ୍ଞାଦି କରୁଥାଏ ଲୋଡ଼ି ଇନ୍ଦ୍ରାଦି ଦେବଙ୍କର କରେ ଉପାସନା ଆପଣଙ୍କ ମହିମା ନ ଜାଣେ ସେ ସିନା ଆଗ ସନାତନୀ ମହାମାୟା ଯେ ମାଏ ସଂସାର ସୃଷ୍ଟି ଲୀଳା ହୋଇବା ଉପାଏ ବିରୂପେ ଆମ୍ଭଙ୍କୁ କରିଲ ଜନମ ଆପଣଙ୍କ ଆଦେଶ ଆଜ୍ଞା ମୋ ପାଇଣ ସ୍ୱେଦଜ ଯେ ଅଣ୍ଡଜ ଶୁଣି ଜରାୟୁଜ ଉଦ୍ଭିଦ ଜୀବ ସୃଷ୍ଟି ମୋ କରିଣ ହେଜ ଅହଙ୍କାର ବହିଛି ମୁଁ ସର୍ବଜ୍ଞ ବୋଲି ସେ ଅପରାଧ କ୍ଷମା କର ଜଣାଇଲି আগমাত অষ্ট প্রকার যোগ মার্গে কষ্টরে পরিশ্রমী যে সমাধি যোগে ছলরে তুম্ভ নাম কলে উচ্চারণ ন জানে হুয়ে বলি মোক্ষর কারণ ଆପଣଙ୍କ ପବିତ୍ର ନାମ ଛାଡ଼ି ଦେଇ ତତ୍ଵ ସଂଖ୍ୟା ବିଚାର କରି ବସିଥାଇ ସେ ଅଧମ ମାନବ ସଂସାର ସାଗରେ ପତିତ ନୁହଁ କି ମୋହିତ ଚିତ୍ତରେ ସଂସାର ସାର ମୁକ୍ତି ପ୍ରଦାନକାରିଣୀ ତୁମ୍ଭେ ସିନା ଅଟ ଗୋ ମାତାରା ତାରିଣୀ ହରିହର ପ୍ରଭୃତି ଆଦି ନର ଗଣେ ପରମ ତତ୍ତ୍ୱଜ୍ଞାନୀ ହେଲେ ହେଁ ଆପଣେ ନିମିଷେ ନ ଛାଡ଼ନ୍ତି ତୁମ୍ଭର ଚରିତ୍ର ଅମ୍ବିକା ଶିବା ଶକ୍ତି ଈଶ୍ୱରୀ ନାମ ତ ଆପଣ ଦୃଷ୍ଟି ଦାନେ ସୃଷ୍ଟି ସର୍ଜି ପାର ସ୍ୱେଦଜ ଅଣ୍ଡଜାଦି ଚାରି ପ୍ରକାର ତଥାପି ବିନୋଦିନୀ ବିନୋଦ ସକାଶ
विधाता पदे मते कराइण बास स्वइच्छारे सृष्टिर प्रारंभ काल रे सर्जन कराइल खेलिबा इच्छारे सागर मध्ये मधु कैटभ भयरु पालक श्रीहरिଙ୍କୁ रखिछ दयारु जगतर संहार कारक जे हर संहार काले तांको जगत संहार नहिले कि संसार सर जीवा काले भुजुगल मोहर जन्म होइले अतएव श्रीहरि पालक नुहंती समस्त संहारक हरहि नुहंती पालक संहारक से हुअन्ते जेबे तुम्भरे से रक्षित संहरन्ति तेबे अतएव नगाधिराजଙ୍କ सुपुत्री तुम्भे सिना सृष्टिर स्थिति लय कर्त्री केउठारे जन्म हेल गो भवानी के शुणी नाही केबा देखी नाही पुणी केउठारे जन्म होइले गो मात केहि हेले ताहार नाही अवगत भगवती तुम्भे गो शक्ति एक मात्र तुम्भ रूप जानती देवादि समस्त आपणक सहाय मु सृष्टि करई पालक होइछन्ति लक्ष्मी प्राण साई तुम्भर साहाଯ୍ୟରେ संहार कहर तुम्भ विनाश करती नाही तो आंभर ए संसारे परि केहि जन्मी नाही नोहिथिब जन्म जन्म हेब नाही आंभ प्राय संशय जेतके नहिब आपणक विचित्र लीलारे जानिब ए विचित्र सीम व्यापरे तुम्भर विवाद स्थल मोहन हिब के नर दृश्य दृश्य ए भवमय संसार रे आपणक अपेक्षा प्राचीन आधारे जणे मात्र परम पुरुष छन्ति विचारिले तृतीय आउ के नाहांती निष्क्रिय जे निर्गुण निरीह आवर निरुपाधि निरंश अटन्ति ईश्वर आपणक विस्तृत लीला जे देखन्ति विधिदर्शी पंडिते परि कहन्ति एकमात्र द्वितीय ब्रह्म अछि स्मृति वाक्य मु अनुभव रे जानिछि वेद वाक्य कदापि मिथ्या तो नहिब अद्वितीय ब्रह्म टिके अबा होइब आपण किए अटन्ति सेहि ब्रह्म मित्र अथवा कि पुरुष ब्रह्म बोली ख्यात संशय रे मोचित हेउछि भयाळु संदेह दूर कर मात मोग दयाळु द्वैताद्वैत विचार मम मन निमग्न निज मुखे संदेह करन्तु भंजन आपणक भय चरण जुगल असीम पुण्य फले पाइछु केवल पुरुष किबा स्त्री अटन्ति आपण कहिबा हेउ ताहा विस्तार करिण परमाशकतिଙ୍କୁ जानी आम्भे माने भव सिंधु तरिबा इच्छा करि मने एहिठारे श्रीदेवी भागवतंकरे महत पुराणर तृतीय स्कंधरे स्वयंभू शंभुकृत देवीଙ୍କ स्तवन पंचम अध्यायटी होइला संपूर्ण पंचानन
ପଞ୍ଚାଶ ବାହିନୀ, 95 ପୁରର ସମସ୍ତ କାରିଣୀ, ପଞ୍ଚଶର ଜନକ ପାଦେ ରହୁ ମନ, ପଞ୍ଚମନେ ଜଣାଏ ଦେବୀଙ୍କ ଚରଣ, ପଞ୍ଚତ ହେଲା କାଳେ ବାଲାଜୀ ରଣାର, ପ୍ରପଞ୍ଚ ଈଶା ମାଗିନି ନିଜ ପୁର। ଷଷ୍ଠ ଅଧ୍ୟାୟ ବ୍ରହ୍ମାଦି ଦେବଙ୍କର ପୁନଶ୍ଚ ପୁରୁଷତ୍ୱ ଲାଭ। ଶ୍ରୀଲୋକେଶ କହନ୍ତି ହେ ନାରଦ ସୁତ, ଭଗବତୀ ଦେଖି ମୋ ବିନୟାବନତ, ଆଦ୍ୟ ଶକ୍ତି ସେ ଦେବୀ ମୋର ପ୍ରଶ୍ନ ଶୁଣି, ଉତ୍ତର ସେ କରିଲେ ସୁମଧୁର ବାଣୀ, ଭଗବତୀ କହିଲେ ହେ କମଳ ଭବ, ପୁରୁଷର ମହର ସଦା ଐକ୍ୟ ଭାବ, ତାଙ୍କର ମହର ଭେଦ କିଛି ନାହିଁ, ସେ ପୁରୁଷ ଯେହିଟି ସେହି ସିନା ମୁହିଁ, ମାନସ ଭ୍ରମ ହେତୁ ହୁଏ ଭେଦ ଜ୍ଞାନ, ସୂକ୍ଷ୍ମ ଭେଦ ଜେନା ସେ ସେହି ବୁଦ୍ଧିମାନ, ସଂସାର ପାଶ ବନ୍ଧ ତାର ମୁକ୍ତ ହୁଏ, ଆନ୍ଦୋଳିତ ନ ହୁଅ ନାରଦ ସନ୍ଦେହେ, ଅଦ୍ୱିତୀୟ ନିତ୍ୟ ଯେ ବ୍ରହ୍ମ ସନାତନ, ସୃଷ୍ଟି କାଳେ ସେ ହୁଏ ଦ୍ୱୈତ ଭାବାପନ୍ନ, ଦୀପରୁ ଦୀପ ଯେହ୍ନେ ଦ୍ୱୈତ ଭାବ ହୁଏ, ଗୋଟିଏ ଦର୍ପଣରେ ଦୁଇ ମୁଖ ହୁଏ, ଏକମାତ୍ର ପୁରୁଷ ଯେହ୍ନେ ଛାୟା ଯୋଗେ, ଛାୟା ଦେହ ଦେଖାଯାଏ ଏଠି ଦୁଇ ଭାଗେ, ସେହିପରି ମାୟାର କାର୍ଯ୍ୟର ସକାଶ, ମୋ ଦେହ ପ୍ରତିବିମ୍ବ ବହୁବିଧ ଦୃଶ୍ୟ, ଜୀବଙ୍କର କରମ ସମୂହ ମଧ୍ୟରେ, ସେ ସମସ୍ତ କରମ ଥାଏ ଅବ୍ୟକ୍ତରେ, ପ୍ରାକୃତ ପ୍ରଳୟର ଉତ୍ତାରୁ ନିଶ୍ଚୟ, ଅଭୁକ୍ତ କର୍ମ ହେତୁ ପୁନଃ ସୃଷ୍ଟି ହୁଏ, ସୃଷ୍ଟି ହେତୁ ଉତ୍ପତ୍ତି କାଳ ହେ ନାରଦ, ଜାଣିଥାଅ ହୁଏ ଏ ପ୍ରକାର ଭେଦ, ବ୍ରହ୍ମ ପରିବର୍ତ୍ତନ ହେତୁରେ ଗ୍ରହଣ, ବ୍ରହ୍ମ ବିନା ମୋ ମାୟା ସତ୍ତା ଅସ୍ଫୁରଣ, ବ୍ରହ୍ମାଙ୍କୁ ଅନୁସରି ମାୟା ରହିଅଛି, ବ୍ରହ୍ମ ମଧ୍ୟ ମାୟାକୁ ଅନୁସରି ଅଛି, ଏହେତୁ ମାୟା ଭେଦ ହୁଏ ଯେ ପର୍ଯ୍ୟନ୍ତ, ବ୍ରହ୍ମ ଭେଦ କଳ୍ପିତ ହୁଏ ସେ ପର୍ଯ୍ୟନ୍ତ, ବ୍ରହ୍ମ ଭେଦ କଳ୍ପିତ ହୁଏ ସେ ପର୍ଯ୍ୟନ୍ତ, ଏପରି ମାୟା ବ୍ରହ୍ମ ଦ୍ୱୈଧ ଭାବ ହେତୁ, ଦୃଶ୍ୟ ଦୃଶ୍ୟ ଭେଦଟି କରିଥାଅ ହେତୁ, ସୃଷ୍ଟି କାଳେ ଭେଦ ହୁଏ କଳ୍ପନା, ପରମ୍ପରା ଏପରି ହେ ନାରଦ ସିନା, ପ୍ରଳୟରେ ମୋ ନାରୀ ସ୍ୱରୂପ ନୁହଁଇ, ପୁରୁଷ ନୁହେଁ କିବା ନପୁଂସକ ନୁହେଁ, କରିଥାଏ ମୁଁ ବ୍ରହ୍ମ ରୂପେ ଅବସ୍ଥାନ, ହୋଇ କରି କେବଳ ମାୟା ବରଣ, ସୃଷ୍ଟି କାଳେ ମୁଁ ନିଜେ ଶ୍ରୀ ବୁଦ୍ଧି ଧୃତି ଶ୍ରଦ୍ଧା, ସ୍ମୃତି ଦୟା ଲଜ୍ଜା ଯେ କ୍ଷୁଧା ତୃଷା ଯେ ମେଧା, ଅକ୍ଷମା କ୍ଷମା କାନ୍ତି ପିପାସା ସୁଶାନ୍ତି, ନିଦ୍ରା ତନ୍ଦ୍ରା ଜରା ଅଜରା ହେ ଜ୍ୟୋତି, ଅବିଦ୍ୟା ବିଦ୍ୟା ସ୍ପୃହା ବାଞ୍ଛା ଯେ ଅଶାନ୍ତି, ବସା ମଜ୍ଜା ଚର୍ମ ଯେ ଆବର ଶକତି, ପରାମଧ୍ୟା ଶେଷା ସତ୍ୟା ଯେ ସତ୍ୟା ବାଣୀ, ଦୃଶ୍ୟ ଯେଉଁ ସମସ୍ତ ମୋ ନାଡ଼ି ରୂପିଣୀ, ମୋର ବିନା କି ବସ୍ତୁ ଅଛି ଏ ସଂସାରେ, ମତେ ସ୍ପର୍ଶ ନ କରି କିସ ହୋଇପାରେ, ଅତଏବ ଏ ବ୍ରହ୍ମା ନ କର ସଂଶୟ,
ସର୍ବବସ୍ତୁ ସ୍ୱରୂପୀ ମୁଁ ଅଟେ ନିଶ୍ଚୟ। ମୁଁ କହିବା ପ୍ରକାରେ କେଉଁ ବସ୍ତୁଟିରେ ସୁନିଶ୍ଚିତ ମୋ ରୂପ ନ ଅଛି ସଂସାରେ। ମୁଁ କେବଳ ଏକମାତ୍ରଟି ସୃଷ୍ଟି ରୂପେ ପରିବ୍ୟାପ୍ତ ହୋଇଛି ନାନାଦି ସ୍ୱରୂପେ। ସମୁଦାୟ ଦେବଙ୍କ ମୁଁ ହିଁ ଶକ୍ତି ରୂପେ ରହି ପରାକ୍ରମକୁ ଦେଖାଉଛି ଆପେ। ହେ ବ୍ରହ୍ମା ବ୍ରାହ୍ମୀ ଗୌରୀ ମୁଁ ରୁଦ୍ର ଘରଣୀ, ବାରାହୀ ବୈଷ୍ଣବୀ ଶିବା ଯେ ବାରୁଣୀ, କୌବେରୀ ନାରସିଂହୀ ବାସବୀ ଶକ୍ତି ରୂପେ ରହିଅଛି ଦେବଙ୍କ ଘରଣୀ ସ୍ୱରୂପେ। କାରଣରେ କାର୍ଯ୍ୟରେ ପ୍ରତି ପଦାର୍ଥରେ ରହିଛି ନାନା ରୂପେ ନାନାଦି ବସ୍ତୁରେ। କାରଣ କରି ସେହି ପୁରୁଷଙ୍କୁ ମୁହିଁ ଏ ଅଖିଳ ସମସ୍ତ କାର୍ଯ୍ୟଟି କରଇ। ସତ୍ୟ ଗୁଣ ମୁଁ ସିନା ଶକତିଟି ଜଳେ, ସୂର୍ଯ୍ୟଙ୍କରେ ଜ୍ୟୋତି ଯେ ଉଷ୍ଣତା ଅନଳେ। ଶୀତାଂଶୁରେ ରହିଛି ଶୀତ ରଶ୍ମି ରୂପେ, ସ୍ୱଭାବ ପ୍ରକାଶକ ରହିଏ ଯେ ରୂପେ। ସତ୍ୟ କରି କହୁଛି ହେ ପଙ୍କଜ ବାଳ, ମତେ ଛାଡ଼ି ସଂସାରେ କେ ଚଳ ପ୍ରଚଳ। ଶଙ୍କରଙ୍କୁ ମୁଁ ଯେବେ କରିବି ତ୍ୟଗତ, ଦୈତ୍ୟଙ୍କୁ ମାରିବାରେ ହେବ କି ସମର୍ଥ। ହେ ଲୋକେଶ ଦୁର୍ବଳ ଲୋକଙ୍କୁ ଏ ଲୋକେ ଶକ୍ତିହୀନ ବୋଲି ନ କହନ୍ତି ବିଲୋକେ। ରୁଦ୍ରହୀନ କି ଅବା ବିଷ୍ଣୁହୀନ ବୋଲି ନ କହି କହୁଛନ୍ତି ଶକ୍ତିହୀନ ବୋଲି। ପଡ଼ିଗଲେ ସଳନ ହେଲେ ଭୟ କଲେ, ଶ୍ରାନ୍ତ ହେଲେ ଶତ୍ରୁର ବଶୀଭୂତ ହେଲେ। ଶକ୍ତିହୀନ ବୋଲି ନ କହନ୍ତି ଲୋକଙ୍କୁ, ରୁଦ୍ର ବିଷ୍ଣୁହୀନ କି କହନ୍ତି ତାହାଙ୍କୁ। ଏ ହେତୁ ତୁମ୍ଭେ ଯାହା କର ସୃଷ୍ଟି କାର୍ଯ୍ୟ, ସେ ବିଷୟ ଶକ୍ତି କାରଣ ସହଜ। ଶକ୍ତି ଯୁକ୍ତ ହଇଲେ ବିଶ୍ୱ ସୃଷ୍ଟି କର, ଶକ୍ତି ବିନା ସକ୍ଷମ ହେବ କି ତୁମ୍ଭର। ହରିହର ହରିଦୟ ଯେ ବରୁଣ, ଅନଳ ସୂର୍ଯ୍ୟ ଚନ୍ଦ୍ର ଯମ ଯେ ପବନ। ବିଶ୍ୱକର୍ମା ପ୍ରଭୃତି ହେଲେ ଶକ୍ତି ଯୁକ୍ତ, ନିଜ ନିଜ କର୍ମ କାର୍ଯ୍ୟରେ ସମର୍ଥ। ଶକ୍ତି ଯୁକ୍ତ ହୋଇଲେ ଧରା ଧରା ଭାବେ, ଧରିବାରେ ଜଗତ ସମର୍ଥ ହୋଇବେ। ମୁଁ ଶକ୍ତିହୀନ ହେଲେ ଆହେ ପଦ୍ମ ପୁଅ, ପରମାଣୁ ଧାରଣ କରିବେ କି କହ। ଅନଳ କୁର୍ମ ପୁଣି ଦିଗ ଗଜ ଗଣ, ମୋ ସାହାଯ୍ୟ କରନ୍ତି ସ୍ୱକାର୍ଯ୍ୟ ସାଧନ। ବିଚାରିଲେ ଜଳକୁ କରିବି ଶୋଷଣ, ସକଳ ନଳକୁ କରିବି ହରଣ। ସ୍ତମ୍ଭୀଭୂତ ପବନ କରି ରଖିପାରେ, ମୋର ଇଚ୍ଛା ଯାହା ତାହା କରିପାରେ। ମୁହିଁ ନିଜେ ସର୍ବସ୍ୱରୂପା ନିତ୍ୟ ହେଲେ, ଏ ପ୍ରପଞ୍ଚ ଜଗତ ନିତ୍ୟ ହେବ ଭଲେ। ମୁଁ କରିଛି ଜଗତ ଏପରି କଥାଟା, ଅସଙ୍ଗତ ନୁହେଁ କି କହ ପଦ୍ମ ବେଟା। ମୋର ଠାରୁ ଜଗତ ଭିନ୍ନ ଏହି ମତ, ଅବଲମ୍ବନ କଲେ ହୋଇବ କେମନ୍ତ। ମୁଁ ସର୍ବସ୍ୱରୂପିଣୀ ବୋଲିବାର କଥା, ଅସଙ୍ଗତ ହେବ କି କହ ଚଉମଥା। ଏହିପରି ଆଶଙ୍କା ମନା ହେ ବାବୁ, ଅସତ୍ ବସ୍ତୁ ଭାବେ ସନ୍ଦେହ ଯେ ନହିବ।
ବିଚାରି ଦେଖ ଯେହି ଅଟଇ ଅସତ ଉତ୍ପତ୍ତିସ୍ଥଳୀ ସେହି ହୋଇବ କେମନ୍ତ ଆକାଶ ସୁମନସ ବନ୍ଧ୍ୟା ନାରୀ ପୁତ୍ର ଏକଥା କାର୍ଯ୍ୟରେ କି ହୁଏ ପରିଣତ ଅସତ ବିଷୟ କି ଉତ୍ପତ୍ତି ହୋଇବ ସତ ଯାହା ଉତ୍ପତ୍ତି ସମ୍ଭବଟି ହେବ ସତ ପଦାର୍ଥ ସମ୍ଭବ ହୋଇଲେଟି ଭାବ ହୋଇବ ଆବିର୍ଭାବ ତାର ତିରୋଭାବ ମାଟି ପିଣ୍ଡେ ପଦାର୍ଥ ଘଟ ଗଢ଼ାଇଲେ ଘଟର ଆବିର୍ଭାବ କାରଣଟି ଭଲେ କପାଳର ଘଟର ଅଛି ଆବିର୍ଭାବ ଆବିର୍ଭାବ କାରଣ ଅଟେ ତିରୋଭାବ ଏହି ରୂପେ କାରଣ ସତ ପଦାର୍ଥର ଆବିର୍ଭାବ ଛଇ ତିରୋଭାବ ଆର ଆବିର୍ଭାବଟି କିତ କହନ୍ତି ଉତ୍ପତ୍ତି ତିରୋଭାବ ପ୍ରଳୟ ନାମରେଟି ଖ୍ୟାତି ଏହି ରୂପେ କାରଣ କରିଲେ ବିଚାର ମୁଁ ସର୍ବସ୍ୱରୂପେଣେ ସଂଶୟନ କର ଆଶଙ୍କା କରିବାର ଉଚିତ ନୁହଁ ସତ କାର୍ଯ୍ୟରେ ବିଚାର କଲେ ଦେଖାଇ ଘଟରୂପା ପୃଥିବୀ ନାହିଁ ତ ଏଠାରେ ଘଟନାମେ ମୃତ୍ତିକା ଗଲା କେଉଁଠାରେ ଏହି ରୂପେ ବିଚାରେ ପରି ସିଦ୍ଧାନ୍ତ ଘଟରୂପା ପୃଥିବୀ ପରମାଣୁ ଖ୍ୟାତ आहे विधाता नित्य स्थायी क्षण स्थायी शून्य पुणी नित्य नित्य जाजे अछई समस्त पदार्थर अछई कारण ए मध्ये अहंकार प्रथमे उत्पन्न महदादि शपथ विधठी पदार्थ ए सप्त पदार्थ रे प्रकृति विकृत प्रथम प्रकृति हेला महतत्व से महतत्वटिरु अहंकार जात अहंकार जन्मिला अन्यान्य पदार्थ पूर्व प्राय एपरि कर हे जगत आहे ब्रह्मा जाओ हे निज निज स्थान एहिपरि संसारे करटी वचन निज निज प्रारब्ध कृत कार्य कर ब्रह्मा विष्णु महेश सुखे वास कर रजगुण संभवाय चारु हासिनी महासरस्वती महास्वरूपिणी महती सुशक्ति की ग्रहणटी कर क्रीड़ा सहचरी होइबे तुम्भर सुदिव्य अलंकार भूषणा नवीना श्वेतांबर प्रवरा सुवर आसना बारांगना तुम्बर प्रिय सहचरी सर्वदा होइबे आहे कुशधारी ए मोहर विभूति पूजत मासिना न करिब कदापि आंकु अमानना एहांकु संगे घेनी जाओ सत्य लोक सेहि ठारे थाए न हे लोक नायक महत तत्व रूप जीवर सतर चतुर्विध जीवंकु सरजना कर हे ब्रह्मलिंग देह छई समस्त जीव कर्म समूहे होई एकत्रित आपण पूर्व परि यथा काले ताहा भिन्न भिन्न करिबा हेउच बाहा अखिल चराचर विश्व पूर्व परि काल कर्म स्वभाव रत कुशधारी सतादि गुण द्वारा संयुत टिकर जे रूप गुण कर्म प्रारब्ध जाहार
ଫଳ ଯୋଗ କାଳ ସ୍ୱଭାବ କୃତ ଗୁଣ ସେହି କାଳେ ସେ ରୂପରତ ସେହି ଗୁଣ ଫଳ ଦିଅ ତାହାଙ୍କୁ କର୍ମ ଅନୁସାରେ ଆହେ ବିହି ମୋହର ଆଜ୍ଞା ଦେଶରେ ସତଗୁଣ ସମ୍ଭବ ଶ୍ରୀ ବିଷ୍ଣୁ ଅଟନ୍ତି ଆପଣଙ୍କ ଅପେକ୍ଷା ଶ୍ରେଷ୍ଠ ବୋଲାନ୍ତି କରୁଥିବ ତାହାଙ୍କ ସମାନ ପୂଜନ କରୁଥିବେ ଦୁଷ୍କର କାର୍ଯ୍ୟ ପରିତ୍ରାଣ କଠିନ କାର୍ଯ୍ୟ କିଛି ପଡ଼ିଲେ ତୁମ୍ଭଙ୍କୁ ଜଣାଉଥିବ ଯାଇ ବିଷ୍ଣୁଙ୍କ ଛାମୁକୁ କାର୍ଯ୍ୟଟି ସମ୍ପାଦନା କରିବା ସକାଶ ଧରଣୀରେ ସେ ଧରୁଥିବେ ନାନା ବେଶ କେତେବେଳେ ତାର୍ଯ୍ୟକ ଯୋନିରେ ଜନ୍ମିବେ ମାନବ ଦେହ ଲୋଭି ଦାନବ ନାସିବେ ମହତ ବଳଶାଳୀ ଏହି ମହାଦେବ ଆପଣଙ୍କ ସହାୟ ହେଉଥିବ ଭାବ ଦେବଗଣ ମାନଙ୍କୁ କରିଣ ଜନମ ଯଥା ସୁଖେ ବିହାର କର ହେ ଦୁହିଣ ବ୍ରାହ୍ମଣ ଯେ କ୍ଷତ୍ରିୟ ବୈଶ୍ୟ ଗଣ ମାନେ ଦକ୍ଷିଣା ସହିତରେ ଯଜ୍ଞାଦି ବିଧାନେ କରୁଥିବେ ଭକ୍ତିରେ ଆପଣଙ୍କ ପୂଜା ହେ ପଙ୍କଜ ଆତ୍ମଜ ଶୁଣ ଦେଇ ମଜା ସ୍ୱାହା ନାମେ ମୋରଟି ଯଜ୍ଞ ଆହୁତିରେ ଦେବଗଣ ତୃପ୍ତ ହେବେ ଯେ ସନ୍ତୋଷରେ ତମମୟ ଏ ଶିବ ଯଜ୍ଞ ସମସ୍ତଙ୍କ ମାନନୀୟ ହୋଇବେ ପୂଜ୍ୟତମ ଲୋକ ଦେବଙ୍କ ଦୈତ୍ୟ ଭୟ ହେଲେ ଉପସ୍ଥିତ ସେହି କାଳେ ମହର ଶକତି ସମସ୍ତ ବାରାହୀ ଯେ ବୈଷ୍ଣବୀ ଗୌରୀ ନାରସିଂହୀ ସଚି ଶିବା ପ୍ରଭୃତି ଶକ୍ତି ନିଜେ ହୋଇ ଅତ୍ୟୁତ୍ତମ ବିଗ୍ରହ ଧାରଣ କରିବି ତୁମ୍ଭର ଭୟ ନାଶୀ ଦୈତ୍ୟ ସଂହାରିବି ଏଣୁ ହେ ପଦ୍ମ ପୁଅ ଭୟଟି ନ କର ଅସଂଶୟ ନିଶ୍ଚୟ ନିଜ କର୍ମ କର ଧ୍ୟାନ କରି ମୋହର ନବାକ୍ଷର ବୀଜ ମନ୍ତ୍ର ଜପ କରିଣ କର ସର୍ବ କାର୍ଯ୍ୟ ମନ୍ତ୍ରଙ୍କର ମଧ୍ୟରେ ମନ୍ତ୍ର ସର୍ବଶ୍ରେଷ୍ଠ ଭକ୍ତି ଦୃଢ଼େ ଜପିଲେ ମିଳିବ ଅଭୀଷ୍ଟ ଏପରି କହି ଭଗବତୀ ମୋତେ ଭଲେ ହସି ଦେଇ ଅଳପ ବିଷ୍ଣୁଙ୍କୁ କହିଲେ ଆହେ ବିଷ୍ଣୁ ଏଠାରୁ କରନ୍ତୁ ଗମନ ମନର ମାଏ ମହାଲକ୍ଷ୍ମୀଙ୍କୁ ଘେଣିଣ ରହିଥିବେ ସତୀ ତୁମ୍ଭ ବକ୍ଷସ୍ଥଳେ ସନ୍ଦେହ ନ କର ହେ ସର୍ବଦା କାଳେ ଏ ସର୍ବାର୍ଥଦାୟିନୀ ମଙ୍ଗଳା ଶକ୍ତି ବୋଲି ଆପଣଙ୍କ ଖେଳାର୍ଥେ ସମର୍ପଣ କଲି କରୁଥିବ ସର୍ବଦା ଏହାଙ୍କୁ ସମ୍ମାନ ଅବଜ୍ଞା ନ କରିବ କଦାପି ଆପଣ ଜଗତ ହିତ ହେତୁ ଆପଣଙ୍କୁ ଏବେ ଶ୍ରୀଲକ୍ଷ୍ମୀ ନାରାୟଣ ଯୋଗ କଲି ଭାବେ ଦେବଙ୍କର ଜୀବିକା ସକାଶରେ ଜାଣ ଜାଗ ବୋଲି ଗୋଟିଏ କରିଛି ନିର୍ମାଣ ସମ୍ମିଳନ ହୋଇଣ ତୁମ୍ଭେ ତିନି ଜଣ ନିଜ ନିଜ କାର୍ଯ୍ୟଟି କର ସୁସାଧନ ଆପଣ ବିଷ୍ଣୁ ବ୍ରହ୍ମା ବର ଯେ ଶିବ ଏ ତିନି ଦେବ ମୋର ତ୍ରିଗୁଣ ସମ୍ଭବ ଜଗତରେ ହୋଇବ ମାନ୍ୟ ପୂଜନୀୟ ବ୍ରହ୍ମା ବିଷ୍ଣୁ ଶିବ ହେ ନ କର ସଂଶୟ ତୁମ୍ଭର ଭେଦ ବୃଦ୍ଧି କରିବାର ନର ନରକକୁ ଗମନ କରେ ସେ ନିକର ହରି ଯେ ହି ସେ ହର ଯେ ହର ସେ ହରି
କାର ଭେଦା ଭେଦ ନାହିଁ ଟିକାହାରି ପ୍ରଭେଦ କଳ୍ପନା କରିବା ମନୁଷ୍ୟ ନରକକୁ ଗମନ କରଇ ଅବଶ୍ୟ। ଶିବ ବିଷ୍ଣୁ ଠାରୁ ବ୍ରହ୍ମା ହିଁ ଅଭିନ୍ନ ଏ ବିଷୟ ସଂଶୟ ନ କର ଆପଣ। ଶୁଣ ହେ ବିଷ୍ଣୁ ଯାହା ଗୁଣ ଭେଦ ଅଛି ଆପଣଙ୍କ ଆଗରେ ତାହା ମୁଁ କହୁଛି। ପରମାତ୍ମା ବିଷୟ ଚିନ୍ତିବା ହେତୁରେ ସତଗୁଣ ସମସ୍ତ ରହୁ ତୁମ୍ଭ ଠାରେ ରଜଗୁଣ ତମ ଗୁଣ ମଧ୍ୟ ଯେ କେତେ ରହିବେ ତୁମ୍ଭ ଦେହେ ଜାଇଣ ଆଶ୍ରିତେ। ହେରମାବର ଆପଣଙ୍କୁ ମୁହିଁ ଏବେ ପରମାର୍ଥ ପ୍ରଦ ବାଗ୍ବୀଜ ଯେ ସଦ୍ଭାବେ ଦେଉଛି ବାମ ବୀଜ ମାୟା ବୀଜ ବର ମନ୍ତ୍ରଙ୍କୁ ଜପି ଯଥା ସୁଖରେ ବିହର। ଆପଣଙ୍କୁ ଅକାଳ ମୃତ୍ୟୁ ଭୟ କେବେ କଦାପି ନ ବାଧିବ ମନ୍ତ୍ରର ପ୍ରଭାବେ। ଜଗତ ସୃଷ୍ଟି ରୂପ ଲୀଳା ଯେତେବେଳେ ନିଶ୍ଚୟରେ ସମ୍ପୂର୍ଣ୍ଣ ହେଲେ ତେତେବେଳେ ସମସ୍ତ ଚରାଚର ଏ ବିଶ୍ୱ ସଂସାର ନିଜେ ମୁହିଁ କେବଳ କରିବି ସଂହାର। ମୋହଠାରେ ତୁମ୍ଭର ଦେହ ଲୀନ ହେବ ମୋହ ହୋଇ କୋହ ଆଉ କି ନ କରିବ। ଏହିଠାରେ ଶ୍ରୀଦେବୀ ଭାଗବତଙ୍କରେ ସୁମହତ ପୁରାଣ ତୃତୀୟ ସ୍କନ୍ଧରେ ଶ୍ରୀଦେବୀ ଉପଦେଶ କରିବା ପ୍ରଦାନ ଷଷ୍ଠ ଗୋଟି ଅଧ୍ୟାୟ ହୋଇଲା ପୁରାଣ। କ୍ଷଣ ପୁଷ୍ପ ବରନା ସଡ଼ାନନ ମାତ ଷଣ୍ଢ ମୁଣ୍ଡ ମୋଡ଼ାଙ୍ଗ ପଦେ ରହୁଚିତ ଷଣ୍ଢ ବାହନଙ୍କ ଯେ ମାନସ ହାରିଣୀ ଷଡ଼ରିପୁ ବିନାଶ ଗୋତାରା ତାରିଣୀ। ଦେବୀଙ୍କ ଉପଦେଶ ଦେବୀଙ୍କ ମାନସ ଭାବି ଭାବି ବାଲାଜୀ ରଣାଏ ହୁତ।